AM Music. ପ୍ରେଜ୍ ଦ ଲର୍ଡ ହାଲେଲୁୟା। ପ୍ରଭୁଙ୍କ ମହା ଅନୁଗ୍ରହରେ ପୁନର୍ବାର ପ୍ରଭୁ ମୋତେ ଅଲ୍ ଇନ୍ ମ୍ୟୁଜିକ୍ ମାଧ୍ୟମରେ ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦେବା ସହିତ ଆଜିର ବାକ୍ୟ ଆଲୋଚନା ନିମନ୍ତେ ପ୍ରଭୁ ମୋତେ ଯେଉଁ ବାକ୍ୟ ଦେଇଛନ୍ତି ମନୋନୀତ କରିଛନ୍ତି ତାହା ମାନେ ଆଜି ଦେଖିବା। ତାହା ଆପଣମାନେ ପାଇବେ ଯୋହନ 1 ପର୍ବ 1 ପଦରୁ 5 ପଦ ପଢ଼ିବା। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ। ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା। ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି। ସେହି ଜ୍ୟୋତି ଅନ୍ଧକାରରେ ଜାଜଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରିନାହିଁ। ଆଜି ଆମମାନେ ଏହା ମଧ୍ୟରୁ ଯୀଶୁଖ୍ରୀଷ୍ଟଙ୍କର ବିଷୟକୁ ଆଲୋଚନା କରିବା। ବାକ୍ୟ ହେଲେ ଯୀଶୁଖ୍ରୀଷ୍ଟ। ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କର ସଙ୍ଗେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ଯାହାଙ୍କର ବାକ୍ୟ ଆମେ ଶୁଣିଅଛୁ, ହୃଦୟଙ୍ଗମ କରିଛୁ। ଯୀଶୁ ଯେତେବେଳେ ଜଗତରେ ଥିଲେ ଅନେକ ରୋଗୀ ଦୁଃଖୀ ତାଙ୍କୁ ସ୍ପର୍ଶ ମଧ୍ୟ କରିଛନ୍ତି। ଆଉ ତାଙ୍କର ଲୋକମାନେ ଆଉ ଯେତେବେଳେ ସେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ କାର୍ଯ୍ୟ କରୁଥିଲେ ସମସ୍ତେ ତାଙ୍କୁ ମଧ୍ୟ ଦେଖିଛନ୍ତି। ସେ ହେଲେ ଈଶ୍ୱରଙ୍କର ପୁତ୍ର। ଯୀଶୁଖ୍ରୀଷ୍ଟ ହେଲେ ମନୁଷ୍ୟ ରୂପରେ ଏ ଜଗତକୁ ଆସିଲେ। ଆଉ ଆମମାନଙ୍କର ସମସ୍ତ ବିଷୟକୁ ସେ କ'ଣ କଲେ? ସେ ସତ୍ୟ ଈଶ୍ୱର ଅଟନ୍ତି, ନୁହଁ କି? ସେ ସତ୍ୟ ଈଶ୍ୱର ମଧ୍ୟ ଅଟନ୍ତି। ଈଶ୍ୱରଙ୍କର ପୁତ୍ର ସେ ପିତା, ପୁତ୍ର ଓ ପବିତ୍ର ଆତ୍ମା। ମନୁଷ୍ୟ ରୂପରେ ଜନ୍ମଗ୍ରହଣ କରି ସେ ଜଗତକୁ ଆସିଲେ, ଆମମାନଙ୍କର ସହିତ ବାସ କଲେ। ଆମମାନଙ୍କର ଜୀବନ ନିମନ୍ତେ ସେ ମୁକ୍ତି ପ୍ରଦାନ କରିବା ନିମନ୍ତେ ଜଗତରେ ନିଜକୁ ସେ ବଳି ସ୍ୱରୂପ ହେଲେ। କଲୋସ୍ୟ 1 ପର୍ବ 16-17ରେ ଲେଖାଯାଏ। ଆମେ ଟିକେ ଦେଖିବା ତାହା। କାରଣ ଦୃଶ୍ୟ ଓ ଅଦୃଶ୍ୟ ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା। ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କର ନିମନ୍ତେ ସୃଷ୍ଟି ହୋଇଅଛି। ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟରେ ଅସ୍ତିତ୍ୱ ଅଛି। ଯୀଶୁ ଯେ ଆମମାନଙ୍କ ନିମନ୍ତେ ଜଗତକୁ ଆସିଲେ, ଆଉ ସମସ୍ତ ବିଷୟ ସେ ସୃଷ୍ଟିର ଆରମ୍ଭରୁ ମଧ୍ୟ ଆମମାନଙ୍କ ସହିତ ଅଛନ୍ତି। ସୃଷ୍ଟିର ପୂର୍ବରୁ, କି ଆଶ୍ଚର୍ଯ୍ୟ କଥା! ପରମେଶ୍ୱରଙ୍କର ଏକମାତ୍ର ପୁତ୍ର ଯିଏକି ଯୀଶୁଖ୍ରୀଷ୍ଟ, ସେ ପରମେଶ୍ୱରଙ୍କ ସହିତ ବାସ କରୁଥିଲେ। ଆଉ ସେ ଏ ଜଗତର ସୃଷ୍ଟିର ଆରମ୍ଭରୁ ମଧ୍ୟ ସେ ତାହାଙ୍କ ସଙ୍ଗେ ଥିଲେ। ସମସ୍ତ ବିଷୟ ତାହାଙ୍କଠାରୁ ସୃଷ୍ଟ। ଆଉ ସେ ସୃଷ୍ଟି ହେବା ପୂର୍ବରୁ ଆଉ ତାହାଙ୍କ ପାଇଁ ଏ ସମସ୍ତ ବିଷୟ ସୃଷ୍ଟି ହେଇଛି। ସେ ଏ ଜଗତର ଅସ୍ତିତ୍ୱ। ସାରା ପୃଥିବୀ, ଆକାଶ ମଣ୍ଡଳ, ପୃଥିବୀ ସମସ୍ତ ବିଷୟକୁ ସୃଷ୍ଟି କରିବା ସେ ସାମର୍ଥ୍ୟ ଈଶ୍ୱର। ସେ ଜଗତକୁ ଆସିଲେ ଆମମାନଙ୍କର ମୁକ୍ତି ନିମନ୍ତେ, ଆମମାନଙ୍କ ଅନ୍ଧକାରରୁ ଉଦ୍ଧାର କରିବା ନିମନ୍ତେ, ଆମମାନଙ୍କର ଜ୍ୟୋତି ସ୍ୱରୂପେ ଜଗତକୁ ଆସିଲେ। ଜ୍ୟୋତି କିଏ? ଜ୍ୟୋତି ହେଲେ ଯୀଶୁ। ବାକ୍ୟ କିଏ? ବାକ୍ୟ ହେଲେ ମଧ୍ୟ ଯୀଶୁ। ଯୀଶୁଖ୍ରୀଷ୍ଟ ଯେ ଏତେ ମହାନ, ତାହା ଯଦି ଆମେ ଚିନ୍ତା କରିବା ତାହେଲେ ଆମେ ଭାବିପାରିବା ନାହିଁ ତାଙ୍କ ପାଖରେ ଏତେ ବିଷୟ ଭରି ରହିଛି। ଯେତେବେଳେ ତାଙ୍କ ସହିତ ଆମେ ଲାଗି ରହିବା, ତାଙ୍କର ବିଷୟକୁ ଜାଣିବା, ସେ କିଏ, ତାଙ୍କର କାର୍ଯ୍ୟ କ'ଣ, ଏ ଜଗତକୁ କାହିଁକି ଆସିଲେ, କ'ଣ ପାଇଁ ତାଙ୍କର ଏ ସମସ୍ତ ବିଷୟକୁ ସେ ତ୍ୟାଗ କରି ଆମମାନଙ୍କର ପାପ ନିମନ୍ତେ ବଳି ସ୍ୱରୂପ ହେଲେ, କ'ଣ ପାଇଁ, ତାଙ୍କର କ'ଣ ସ୍ୱାର୍ଥ ଥିଲା? କିଛି ସ୍ୱାର୍ଥ ନଥିଲା।
ଜଗତରେ ତାଙ୍କୁ ବହୁତ ନିନ୍ଦା ତାଡ଼ନା ସହିବାକୁ ପଡ଼ିଲା। ଅନେକ ଲୋକ ତାଙ୍କୁ ତୁଚ୍ଛ ବ୍ୟବହାର କଲେ। ନିଜର ମା ଭାଇମାନେ ବି ତାଙ୍କୁ ଚିହ୍ନି ପାରିଲେ ନାହିଁ। ଏ ଜଗତରେ ଯେତେବେଳେ ସେ ଥିଲେ, ଆଉ ସେ ଜଗତରେ ଅନେକ ପ୍ରକାର କଷ୍ଟ ଯନ୍ତ୍ରଣା ମଧ୍ୟ ସହ୍ୟ କରିଲେ। କାହା ପାଇଁ? ମୋ ପାଇଁ, ଆମ ପାଇଁ, ଆମ ମଣ୍ଡଳୀ ପାଇଁ, ଆମମାନଙ୍କର ସମାଜ ପାଇଁ, ଆମମାନଙ୍କର ଦେଶ ପାଇଁ, ଆମମାନଙ୍କ ପୃଥିବୀ ପାଇଁ, ଆମମାନଙ୍କ ସମସ୍ତ ବିଷୟ ପାଇଁ ସେ ସମସ୍ତ ବିଷୟ ତ୍ୟାଗ କରି ସେ ନିଜକୁ ଆମମାନଙ୍କ ନିମନ୍ତେ ବଳି ଦେଲେ। ଆଉ ପ୍ରଥମ ଯୋହନ 5 ପର୍ବ 1 ପଦରେ ଯଦି ଆମେ ଦେଖିବା, ସେହି ସାକ୍ଷ୍ୟ ଏହି ଯେ ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି ସେହି ଜୀବନ ତାହାଙ୍କ ପୁତ୍ରଙ୍କ ଠାରେ ଅଛି। ସେ ଆମମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ସାମର୍ଥ୍ୟ ପରମେଶ୍ୱର। ଈଶ୍ୱର ଆମମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି। କେତେ ବଡ଼ ବିଷୟ! ସେ ଆମମାନଙ୍କୁ ସବୁ ଅବସ୍ଥାରେ ଧରି ରଖିବା ପାଇଁ ଚାହାନ୍ତି। ତାଙ୍କ ସହିତ ଆମେ କେମିତି ଲାଗି ରହିବୁ, ତାହା ସେ ଆମମାନଙ୍କ ନିମନ୍ତେ ସଦାସର୍ବଦା ଚେଷ୍ଟା କରନ୍ତି। ଆମମାନଙ୍କୁ ଉତ୍ତମ ପଥ ଦେଖାଇବା ନିମନ୍ତେ ସେ ଜଗତକୁ ଆସିଲେ। ଆଉ ଆମମାନଙ୍କ ନିମନ୍ତେ ତାଙ୍କର ଅନନ୍ତ ଜୀବନ ପ୍ରଦାନ କରିବା ନିମନ୍ତେ ତାଙ୍କ ପୁତ୍ରକୁ ମଧ୍ୟ ସେ ଅଧିକାର ଦେଲେ। ଆଉ ସେଇ ପୁତ୍ରଙ୍କ ଠାରେ ମଧ୍ୟ ସେ ଅଧିକାର ଦ୍ୱାରା ସେ ଆମମାନଙ୍କୁ ତାଙ୍କର ପରିତ୍ରାଣର ବୋଧ ଦେବା ନିମନ୍ତେ ଆମମାନଙ୍କୁ ସୁଯୋଗ ମଧ୍ୟ ପ୍ରଦାନ କରିଛନ୍ତି। ଯୋହନ 8 ପର୍ବ 12 ପଦରେ ଯଦି ଆମେ ଦେଖିବା, ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତି। ଯେ ମୋହର ଅନୁଗମନ କରେ ସେ କେବେ ହିଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତି ପାଇବ। ମୁଁ ଜଗତର ଜ୍ୟୋତି। ଯେ ମୋହର ଅନୁଗମନ କରେ। କିଏ ଅନୁଗମନ କରେ? ତାଙ୍କର ମନୋନୀତ ବ୍ୟକ୍ତିମାନେ, ଯେଉଁମାନେ ଏ ଜଗତରେ ପାପରେ ଭରା ଜୀବନ କାଟନ୍ତି। ଯେତେବେଳେ ତାଙ୍କର ପାପର ବୋଧ ଆସେ ଯେ ମୁଁ ଏ ଜଗତରେ ରହି ଅନେକ କିଛି ମନ୍ଦ କାର୍ଯ୍ୟ କରିଛି, ଆଉ ମନ୍ଦତାରେ ମୁଁ ପରିପୂର୍ଣ୍ଣ, ମୁଁ ମୋର ପ୍ରଭୁଙ୍କ ପଥ ଅନୁସରଣ କରିବି, ମୋ ପ୍ରଭୁଙ୍କ ପଥରେ ମୁଁ ଚାଲିବି, ତାଙ୍କର ଅନୁଗମନ କରିବି, ସେତେବେଳେ ସେ ଆମମାନଙ୍କ ନିମନ୍ତେ କ'ଣ କରନ୍ତି? ଜ୍ୟୋତି ପ୍ରକାଶ କରନ୍ତି। ସେ ଜଗତର ଜ୍ୟୋତି। ବାକ୍ୟରେ ଲେଖାଯାଏ ଯେ ମୁଁ ଯେ ପର୍ଯ୍ୟନ୍ତ ଜଗତରେ ଅଛି ସେ ପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତି। ଏଇ ଜଗତକୁ ସେ ଆସିଲେ ଜ୍ୟୋତି ସ୍ୱରୂପେ। ତାହାଙ୍କର ଆଲୋକ ପ୍ରଦାନ କରିବା ନିମନ୍ତେ ଏ ଜଗତକୁ ଆସିଲେ। କାହା ପାଇଁ? ମୋ ପାଇଁ ଆସିଲେ। ଆମ ସମସ୍ତଙ୍କ ପାଇଁ ଜଗତକୁ ଆସିଲେ। କାରଣ ଜଗତରେ ଏତେ ପାପ ବଢ଼ି ଚାଲିଲା, ଯାଦ୍ୱାରା କି ସେ ପୁତ୍ର ହୋଇ ଏ ଜଗତକୁ ଆସିଲେ। ଆଉ ସେ ସମସ୍ତ ଅଧିକାର ପ୍ରାପ୍ତ ଥିଲେ ମଧ୍ୟ ଜଗତରେ ସାଧାରଣ ବ୍ୟକ୍ତି ପରି ଜୀବନ ଅତିବାହିତ କଲେ। ଆଉ ଆମମାନଙ୍କର ପାପର ଭାର ନିମନ୍ତେ ନିଜକୁ ସେ କୃଷାର୍ପିତ ହେଲେ। ପ୍ରଭୁ ଆମମାନଙ୍କୁ ଏତେ ସୁନ୍ଦର ସୁଯୋଗ ଦେଇଛନ୍ତି ତାଙ୍କର ନିକଟବର୍ତ୍ତୀ ହେବା ନିମନ୍ତେ। ସେ ଅନ୍ଧକାରରୁ ଆମମାନେ ଯେପରି ବାହାରିବା, ସେ ଅନ୍ଧକାରରୁ ବାହାରି ସେ ଆଲୋକର ପଥ ଯେପରି ଆମମାନେ ଅନୁସରଣ କରିବା, ପ୍ରଭୁ ଆମମାନଙ୍କ ଠାରୁ ତାହା ଚାହାନ୍ତି। ଆମମାନେ ଆଜି ଜଗତରେ ଥାଇ ଅନେକ ଅନ୍ଧକାରରେ ପରିପୂର୍ଣ୍ଣ ଅଛୁ। ଅନ୍ୟର ଅପକାର କରୁ, ଅନ୍ୟକୁ ତୁଚ୍ଛ ବ୍ୟବହାର କରୁ, ଅନ୍ୟକୁ ଦୁଃଖ ଦେଇଥାଉ, ଅନ୍ୟର ଜିନିଷକୁ ଲୋଭ କରିଥାଉ, ଜମି ଘର ଦ୍ୱାର ଗାଡ଼ି ଏସବୁରେ ଆମମାନେ କ'ଣ ହେଇଥାଉ? ମାତି ଯାଇ ଆମମାନେ ସତ୍ୟ ପଥକୁ ଆମମାନେ ଭୁଲି ଯାଇଥାଉ। କାହା ପଥରେ ଚାଲିଲେ ସେ ଆମମାନଙ୍କୁ ଏ ସମସ୍ତ ବିଷୟରେ ପରିପୂର୍ଣ୍ଣତା ଦେବେ, ତାହା ଆମେ ଭୁଲି ଯାଇ ଅନ୍ଧକାରର ବିଷୟକୁ ଆମମାନେ ଆଗେ ଧରିଥାଉ। ଜଗତରେ ଗୃହ ଦେବା, ପରିବାର ଦେବା ସବୁ ଈଶ୍ୱରଙ୍କର ଆଶୀର୍ବାଦ। ଆମମାନଙ୍କୁ ଜମି ଦେବା, ଆମମାନଙ୍କୁ ଧନ ସମ୍ପତ୍ତି ଦେବା, ସେ ସବୁ ଈଶ୍ୱରଙ୍କର ଆଶୀର୍ବାଦ। ଯେତେବେଳେ ଆମେ ତାହାଙ୍କ ସହିତ ଲାଗି ରହିବା, ଯେତେବେଳେ ତାହାଙ୍କର ପଥ ଅନୁସରଣ କରିବା, ତାହାଙ୍କ ନିକଟବର୍ତ୍ତୀ ହେବା, ସେତେବେଳେ ସେ ଆମମାନଙ୍କୁ ଏ ସମସ୍ତ ବିଷୟର ଅଧିକାରୀ କରିବେ। ଯେତେବେଳେ ଆମେ ତାହାଙ୍କ ପଥରୁ ଆମେ ଭ୍ରଷ୍ଟ ଦିଗରେ ଯିବା, ଅନ୍ଧକାର ଦିଗରେ
ମାତିକି ଆମେ କହିବା ପ୍ରଭୁ ଆମକୁ ଏ ସମସ୍ତ ବିଷୟ ଦିଅ, ପ୍ରଭୁ କେବେ ବି ଚାହିଁବେନି ତାଙ୍କର ପିଲାମାନେ ଅନ୍ଧକାରରେ ବାସ କରନ୍ତୁ। ତାଙ୍କର ଲୋକମାନେ କେବେ ବି ପଥଭ୍ରଷ୍ଟ ହୁଅନ୍ତୁ ବୋଲି ପ୍ରଭୁ ଚାହାନ୍ତି ନାହିଁ। ସେ ଆମମାନଙ୍କୁ ଆଲୋକ ଦେଖାଇବା ନିମନ୍ତେ ଜଗତକୁ ଆସିଲେ, ଆଉ ଜ୍ୟୋତି ସ୍ୱରୂପ ହେଲେ, ଆଉ କହୁଛନ୍ତି ଯିଏ ମୋର ଅନୁଗମନ କରିବ ସିଏ କେବେ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ଜୀବନର ଜ୍ୟୋତି ପାଇବ। ଜୀବନର ଜ୍ୟୋତି, ସେ ଆଲୋକ ପାଇବା ସବୁଠୁ ମହାନ ବିଷୟ। ଆଜିକାଲି ଜଗତରେ ସମସ୍ତେ ଅନ୍ଧକାର ପଥରେ ଦୌଡ଼ୁଛନ୍ତି, କେହି ଆଲୋକ ପଥରେ ଦୌଡ଼ିବା ବହୁତ କମ୍। କାରଣ ଅନ୍ଧକାରର ଶକ୍ତି ଏତେ ପ୍ରବଳ ଆଉ ଏତେ ସେ ଶକ୍ତିଯୁକ୍ତ, ଯାହାଦ୍ୱାରା କି ସମସ୍ତେ ତା ପ୍ରତି ଆସକ୍ତ ହେଇଯାଉଛନ୍ତି। ଶୈତାନର ବଶୀଭୂତ ହୋଇ ଆଲୋକକୁ ସେମାନେ କ'ଣ କରୁଛନ୍ତି? ତ୍ୟାଗ କରୁଛନ୍ତି। ସମୟ ଥାଉ ଥାଉ ଆମମାନେ ପରିବର୍ତ୍ତନ ହେବା, ପରିବର୍ତ୍ତିତ ଜୀବନ କାଟିବା। ଯୀଶୁ ଆମମାନଙ୍କ ନିମନ୍ତେ ଯେ ଆଉ ଥରେ ଆସିବେ ଜଗତକୁ, ଆମମାନଙ୍କର ସମସ୍ତ ବିଚାର ନିମନ୍ତେ ସେ କ'ଣ କରିବେ? ଆମମାନଙ୍କୁ ଉର୍ଦ୍ଧ୍ୱକୁ ନେବେ। ସେ ସମୟରେ ଆମମାନଙ୍କର କ'ଣ ହେବ? ବିଚାର ହେବ। ଆମେ ପ୍ରଭୁଙ୍କର ପଥ ଅନୁସରଣ କରିବା, ତାହାଙ୍କର ଗୌରବର କାରଣ ହେବା, ତାହାଙ୍କର ମଙ୍ଗଳଦାନକୁ ସବୁ ପାସରିବା ନାହିଁ, ତାହାଙ୍କର ନିକଟବର୍ତ୍ତୀ ହେବା, ପ୍ରାର୍ଥନାର ସହିତ ଲାଗି ରହିବା, ବିଶ୍ୱସ୍ତ ହେବା ତାଙ୍କ ନିମନ୍ତେ, ଯାହାଦ୍ୱାରା କି ଆମମାନଙ୍କୁ ସମସ୍ତ ବିଷୟରେ ସେ ଆଶୀର୍ବାଦ କରିବେ। ପ୍ରଥମ ଥେସଲୋନିକ୍ୟ 5:5 ଲେଖାଯାଏ, କାରଣ ତୁମ୍ଭେମାନେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ, ଆମ୍ଭେମାନେ ରାତ୍ରି କି ଅନ୍ଧକାର ସନ୍ତାନ ନୋହୁଁ। ସେ ଆମମାନଙ୍କୁ ଦିବସର ସନ୍ତାନ କରିବା ପାଇଁ ଚାହାନ୍ତି। ଆଲୋକ ହିଁ ଆଲୋକ ଦେବା ନିମନ୍ତେ ସେ ସାମର୍ଥ୍ୟ ପରମେଶ୍ୱର। ସେ ଅନ୍ଧକାରରୁ ଆମମାନଙ୍କୁ ଉଦ୍ଧାର କରିବା ନିମନ୍ତେ ପରମେଶ୍ୱର। ସେ ଆମମାନଙ୍କର ସର୍ବଶକ୍ତିମାନ ପରମେଶ୍ୱର। ସେ ଆମମାନଙ୍କୁ ସମସ୍ତ ବିଷୟ ଦେବା ନିମନ୍ତେ ପ୍ରସ୍ତୁତ। କିନ୍ତୁ ଆମମାନେ ଅନ୍ଧକାରରୁ ବାହାରି ଆଲୋକର ଅନୁସନ୍ଧାନ କରିଲେ ସେ ଆମମାନଙ୍କୁ ସମସ୍ତ ବିଷୟ ଦେବା ନିମନ୍ତେ ପ୍ରସ୍ତୁତ ହେବା ନିମନ୍ତେ ସେ ଆମମାନଙ୍କୁ ଆଶୀର୍ବାଦରେ ପୂର୍ଣ୍ଣ କରିବେ। ସମୟ ଥାଉ ଥାଉ ଆମମାନେ କ'ଣ କରିବା? ନିଜକୁ ପରିବର୍ତ୍ତନ କରିବା। ରାତ୍ରିର ଅନ୍ଧକାର ସନ୍ତାନ ନ ହୋଇ ଆମମାନେ ଦିବସର ଆଲୋକ ସନ୍ତାନ ହେବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କର ଗୌରବର ପାତ୍ର କରନ୍ତୁ। କ୍ରୋଧର ଯେପରି ଆମମାନେ ପାତ୍ର ନ ହଉ। ସମୟ ଥାଉ ଥାଉ ନିଜକୁ ପରିବର୍ତ୍ତନ କରିବା, ନିଜର ପରିବାରକୁ ପରିବର୍ତ୍ତନ କରିବା, ନିଜର ବ୍ୟକ୍ତିଗତ ଜୀବନକୁ ପରିବର୍ତ୍ତନ କରିବା, ନିଜ ମଣ୍ଡଳୀର ସୁଦୃଢ଼ତା ଆଣିବା, ଆଉ ଆମମାନଙ୍କର ସମାଜରେ ଏକ ଉତ୍ତମ ବ୍ୟକ୍ତି ହୋଇ, ଉତ୍ତମ ଯୋଗ୍ୟର ହୋଇ ଆମମାନେ ଆମମାନଙ୍କ ସମାଜକୁ ମଧ୍ୟ ଉତ୍ତମ ରୂପେ ଗଢ଼ିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରିବେ। କେଉଁ ପ୍ରକାର ଆଶୀର୍ବାଦ କରିବେ? ଯେତେବେଳେ ଆମେ ତାଙ୍କର ଆଲୋକର ପାତ୍ର ହେଇପାରିବା। ସେ ପରିତ୍ରାଣକୁ ଧରି ଆମମାନେ ଚାଲିବା, ତାହେଲେ ଯାଇ ଆମମାନଙ୍କୁ ସେ କ'ଣ କରିବେ? ଅନନ୍ତ ଜୀବନ ପ୍ରଦାନ କରିବେ। ଆଉ ଆମମାନେ ସେଥି ନିମନ୍ତେ ସଚେତନ ହେବା। ସମୟ ଥାଉ ଥାଉ ନିଜକୁ ପରିବର୍ତ୍ତନ କରିବା, ଯାହାଦ୍ୱାରା କି ଆମମାନଙ୍କ ଭିତରେ ଯେଉଁ ଅନ୍ଧକାର ଶକ୍ତି ଗୁଡ଼ିକ ଅଛି, ଯେଉଁ ଅନ୍ଧକାର ବିଷୟ ଗୁଡ଼ିକ ଅଛି, ତାହା ଯେପରି ଆମମାନଙ୍କ ଠାରୁ ଦୂର ହେବ। ସେ ପରିତ୍ରାଣର ବୋଧ ଆମମାନଙ୍କ ଜୀବନରେ ଯେପରି ପ୍ରତିଫଳିତ ହେବ, ଅନ୍ୟମାନେ ମଧ୍ୟ ସେଇ ଆଲୋକକୁ ଦେଖିବେ, ସେଇ ଯୀଶୁଙ୍କର ସମସ୍ତ ବିଷୟ ଆମମାନଙ୍କ ଭିତରେ ଦେଖିବେ, ଆଉ ପରିବର୍ତ୍ତିତ ଜୀବନ କାଟିବା ନିମନ୍ତେ ଆମେ ଯେମିତି ପରିବର୍ତ୍ତିତ ହେବା, ଅନ୍ୟମାନଙ୍କୁ ମଧ୍ୟ ପରିବର୍ତ୍ତନ କରିବା ନିମନ୍ତେ ସଚେତନ ହେବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନଙ୍କର ପରିବାରକୁ, ଆମମାନଙ୍କ ବ୍ୟକ୍ତିଗତ ଜୀବନକୁ, ଆମମାନଙ୍କର ସଣ୍ଡେ ସ୍କୁଲକୁ, ଆମମାନଙ୍କର ମଣ୍ଡଳୀକୁ, ଆମମାନଙ୍କର ସମାଜକୁ, ଆମମାନଙ୍କର ଦେଶକୁ, ସେ ସମସ୍ତ ବିଷୟକୁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତ ବିଷୟରେ ଆମେ ଯେପରି ଅନ୍ଧକାରରୁ ବାହାରି ଆଲୋକର ସନ୍ତାନ ହେବା ଏବଂ ଜ୍ୟୋତି ସ୍ୱରୂପ ହେବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆସନ୍ତୁ ପ୍ରାର୍ଥନା କରିବା। ହେ ପବିତ୍ର ପିତା, ଗୌରବମୟ ରାଜା, ତୁମ ନାମର ଧନ୍ୟବାଦ କରୁଛୁ। ତୁମେ ଆମମାନଙ୍କୁ ସୁନ୍ଦର ସମୟ ଦେଇଛ ବାପା। କି ସୁନ୍ଦର ଭାବେ ପ୍ରଭୁ ସେ ଅନ୍ଧକାରରୁ ବାହାରିବା ନିମନ୍ତେ ତୁମେ ଆମମାନଙ୍କୁ ତୁମର ଆଲୋକ ପ୍ରଦାନ କରୁଅଛ। ଜ୍ୟୋତି ସ୍ୱରୂପ ପ୍ରଭୁ ଆମମାନଙ୍କର ଜୀବନକୁ ତୁମର ଜ୍ୟୋତିରେ ଆମମାନଙ୍କୁ ଆଲୋକିତ କରୁଛ।
ସେଥିପାଇଁ ତୁମ ନାମର ଧନ୍ୟବାଦ। ଆମମାନେ ଅଯୋଗ୍ୟ ନଗଣ୍ୟ ଦିନହୀନ ହେଲେ ମଧ୍ୟ ପ୍ରଭୁ ତୁମେ ଆମମାନଙ୍କୁ ପ୍ରେମ କରିଅଛ, ଆମମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନେଇଛ, ସେଥିପାଇଁ ଧନ୍ୟବାଦ। ଏହି ସମୟରେ ନିଜ ନିଜକୁ ତୁମ ଅର୍ଚ୍ଚନ୍ଦ ରଖୁଛୁ। ଆଜି ଯେତେ ଜଣେ ବାକ୍ୟ ଶୁଣିବେ ପ୍ରତ୍ୟେକ ଯେପରି ତୁମର ଗୌରବର କାରଣ ହେବେ, ସମସ୍ତ ବିଷୟକୁ ତୁମ ଅର୍ଚ୍ଚନ୍ଦ ସମର୍ପଣ କରି ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଆମେନ୍। ଜ୍ଞାନୀ ରାଜା ସଲୋମନ ପିଲାମାନଙ୍କୁ ଉପଦେଶ ଦେଉଛନ୍ତି, ତୁମ୍ଭେମାନେ ଆପଣା ପିତାର ଆଜ୍ଞା ପାଳନ କର, ପୁଣି ଆପଣା ମାତାର ଆଦେଶ ପରିତ୍ୟାଗ କର ନାହିଁ। AM Music